ଥରେ ମୁଁ ଆଉ ମୋର ସ୍ତ୍ରୀ ଆମେ 2 ଜଣ ଦାର୍ଜିଲିଂ ଯାଇଥିଲୁ ଆଉ ସେଠି 4 ଦିନ ରହିଥିଲୁ। କିନ୍ତୁ ଏଇ 4 ଦିନ ଅବସ୍ଥାନ କରିଥିଲେ ସୁଦ୍ଧା ଥରଟିଏ ପାଇଁ କାଞ୍ଚନଜଙ୍ଗା ଶୃଙ୍ଗ ଦେଖିବାର ସୁଯୋଗ ପାଇନଥିଲୁ। କୁହାଯାଏ ଯେ ଅକ୍ଟୋବର ମାସ ହେଉଛି ଉତ୍କୃଷ୍ଟ ସମୟ, ଯେତେବେଳେ ଦାର୍ଜିଲିଂ ଆକାଶ ମେଘମୁକ୍ତ ଥାଏ ଓ କାଞ୍ଚନଜଙ୍ଘାର ବରଫାବୃତ ଶୃଙ୍ଗ ଅତି ସ୍ପଷ୍ଟ ଭାବରେ ଦେଖାଯାଏ। କିନ୍ତୁ ଦୁଃଖର ବିଷୟ ଯେ ଅତି ଉତ୍କୃଷ୍ଟ ସମୟରେ ଯାଇଥିଲେ ସୁଦ୍ଧା ମେଘ ଆଉ କୁହୁଡ଼ି ସବୁବେଳେ ଘେରି ରହିଥିବାରୁ କାଞ୍ଚନଜଙ୍ଘା ଆମକୁ ଦୃଷ୍ଟିଗୋଚର ହୋଇନଥିଲା। ଅଧିକ ଦିନ ଦାର୍ଜିଲିଂରେ ରହିବାର ସମ୍ଭବପର ନ ହେବାରୁ ଆମେ ଫେରିଆସିବାକୁ ବାଧ୍ୟ ହେଲୁ। ବେଳେବେଳେ ଆମର ବନ୍ଧୁମାନେ ପଚାରନ୍ତି, ଦାର୍ଜିଲିଂ ଯାଇଥିଲା ପରା, କାଞ୍ଚନଜଙ୍ଘାର ଦୃଶ୍ୟ କିପରି ଥିଲା? ଏହି ପ୍ରଶ୍ନ ଶୁଣି ଆମକୁ ଏଥିପାଇଁ ଖରାପ ଲାଗେ ଯେ ଏତେ ଟଙ୍କା ଖର୍ଚ୍ଚ କରି ଦାର୍ଜିଲିଂ ଯାଇଥିଲେ ମଧ୍ୟ କାଞ୍ଚନଜଙ୍ଘାକୁ ଥରେ ଦେଖିପାରିଲୁନି। ପ୍ରିୟ ବନ୍ଧୁଗଣ, ସେହିପରି ଅନେକ ସମୟରେ ଆମେ ଈଶ୍ୱରଙ୍କ ବାକ୍ୟ ବାଇବଲର ନିହିତ ସତ୍ୟକୁ ଦେଖିପାରିନଥାଉ କିମ୍ବା ଦେଖିଲେ ସୁଦ୍ଧା ବୁଝିପାରିନଥାଉ। ବୁଝିବା ପାଇଁ ଆମେ ସଂଗ୍ରାମ କରୁ, ଉଦ୍ୟମ କରୁ, ତଥାପି ସେଥିରେ ଲିଖିତ ଆଶ୍ଚର୍ଯ୍ୟ ବିଷୟଗୁଡ଼ିକୁ ବୁଝିବାରେ ଅକ୍ଷମ ହେଉ। ବେଳେବେଳେ ମନେ ହୁଏ ସତେ ଯେପରି ଈଶ୍ୱର ଏହି ସମସ୍ତ ସତ୍ୟକୁ ଆମ ଦୃଷ୍ଟିରୁ ଲୁକାୟିତ ରଖିଛନ୍ତି। ନା, ଈଶ୍ୱର କେବେ ହେଲେ ତା କରନ୍ତିନି। ଆମେ ଯେମିତି ଧର୍ମଶାସ୍ତ୍ରର ସତ୍ୟ ସମୂହ ଦେଖିପାରିବୁନି, ଏଥିପାଇଁ ଆମର ଶତ୍ରୁ ଶୈତାନ ଆମର ଜ୍ଞାନ ଚକ୍ଷୁକୁ ଅନ୍ଧ କରିଦିଏ। ତା ବ୍ୟତୀତ ଧର୍ମଶାସ୍ତ୍ର ବୁଝିବା ପାଇଁ ପବିତ୍ର ଆତ୍ମାଙ୍କର ଜ୍ଞାନର ଆଲୋକ ମଧ୍ୟ ଆବଶ୍ୟକ ହୁଏ। ଆମେ ଯେତେ ଅଧିକ ପବିତ୍ର ଆତ୍ମାଙ୍କର ବା ଈଶ୍ୱରଙ୍କର ଚାଳନା ଆବଶ୍ୟକ କରିବୁ, ସେତେ ଅଧିକ ସେ ଆମ ଚକ୍ଷୁ ସମ୍ମୁଖରୁ କୁହୁଡ଼ି ସବୁ ଦୂର କରିବେ ଆଉ ଆମେ ଧର୍ମଶାସ୍ତ୍ରର ଆଶ୍ଚର୍ଯ୍ୟ ବିଷୟଗୁଡ଼ିକ ଦେଖିପାରିବୁ। ଈଶ୍ୱରଙ୍କ ବାକ୍ୟରେ ପ୍ରଭୁଙ୍କର ଜଣେ ଦାସଙ୍କର ବଡ଼ ସୁନ୍ଦର ପ୍ରାର୍ଥନା, ହେ ସଦାପ୍ରଭୁ, ତୁମେ ମୋର ଚକ୍ଷୁ ପ୍ରସନ୍ନ କର, ତହିଁରେ ମୁଁ ତୁମ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି।